ବିଚିତ୍ରନାଥ ସାହୁ। ସାର୍ ମୋ ଝିଅ ପଢୁଛି, ମୁଁ ଗାର୍ଡିଆନ ଅଛି ସବୁ ଆସିଥିଲି ଆଜି ଆଉ। ଆମର ଆସିଥିଲେ ଅଭିଯୋଗ କଣ, ଆମର 10 ତାରିଖ ସାର୍ ମିଟିଂ ହେଇଥିଲା, ପିଟିଏ ମିଟିଂ ସାର୍ ଡାକିଥିଲେ। ଆମର 32 ଜଣ ଗାର୍ଡିଆନ ଆସିଥିଲେ, ସାଇନ୍ ହେଲା, ପିଟିଏ ମିଟିଂ ଭଲ ହେଲା। ଆମ ସିଆର ସାର୍ ବି ଆସିଥିଲେ, ତାଙ୍କ ସାମ୍ନାରେ ମିଟିଂଟା ଫାଇନାଲ ହେଇଗଲା। 11 ଜଣ ଆମର ମେମ୍ବର ବଛା ହେଲା, ସମର୍ଥକ ପ୍ରସ୍ତାବ ସବୁ ଦେଇ 11 ଜଣ ମେମ୍ବର ହେଇଗଲା ପରେ ପୁଣି ସାର୍ 15 ତାରିଖ ଆମେ ଡାକିଲେ, ତମର ଚେୟାରମ୍ୟାନ ଗଠନ ହବ ଆଉ ଆପଣ ମାନେ ଆସିବେ। 11 ଜଣ ମେମ୍ବରକୁ ଡାକିଲେ, ଆମେ ଆସିନୁ। ଆମର ଭୋଟେଇ ଅନୁସାରେ ଇଲେକ୍ସନ ବେଳେ କରିକି କଲେ ହଉଛି ଚେୟାରମ୍ୟାନ ବଛା ହେଲା। 9 ଜଣ ଆମେ ଆସିଥିଲୁ ଟୋଟାଲ ମେମ୍ବର। ତାପରେ ସାର୍ କହିଲେ, ବୁଝିଲେ ସାର୍ ଉପର ଅଫିସର ବୋଧେ ଫୋନ କରିକି ହେଇପାରିବ ନା, ସାର୍ କହିଲେ ଉପର ଅଫିସର କହିଲେ ହଁ ହେଇପାରିବ। ସେଇ ଅନୁସାରେ କାମ କଲେ। ହେଲା ପରେ ମତେ ସାର୍ ସମର୍ଥନ କଲେ 5 ଜଣ, ଆଉ ମୋ ଏଗ୍ନେଷ୍ଟ ପାର୍ଟି କି ତାଙ୍କୁ ଗଲେ 4 ଜଣ। 9 ଜଣ ହେଇଗଲା ମେମ୍ବର। ସାର୍ ପୁଣି ଫୋନ କଲେ ହେଇପାରିବ ନା, କହିଲା ହଁ ହେଇପାରିବ, ଆରାମ ସେଟା କର। ସେଠୁ ଚେୟାରମ୍ୟାନ ଆମେ ହେଇଗଲୁ। ତାପରେ ପୁଣି ଭାଇସ୍ ଚେୟାରମ୍ୟାନ ବଛା ହେଲା। ଭାଇସ୍ ଚେୟାରମ୍ୟାନ ଯେତେବେଳେ ବଛା ହେଲା, ସେମିତି ଭାଇସ୍ ଚେୟାରମ୍ୟାନ ସେମିତି 5 ଜଣ ସମର୍ଥନ କଲେ, ତାଙ୍କ ଏଗ୍ନେଷ୍ଟ ପାର୍ଟି 4 ଜଣ ସମର୍ଥନ କଲେ। ଆମର ସେଠୁ କ୍ଲିୟର ହେଇଗଲା। ଚେୟାରମ୍ୟାନ ସାର୍ ଲେଖିଦେଲେ, ଲେଖି ସାଇନ୍ କଲୁ, ସାଇନ୍ କରି ଆମେ ଘରକୁ ପଳେଇ ଗଲୁ। ତାପରେ ସାର୍ ଆମକୁ କାଲି ଫୋନ କଲେ ଆସିବ ବୋଲି ସ୍କୁଲକୁ, କହିଲେ ଆସିବ ମିଟିଂ ହବ। ମୁଁ ସାର୍ କ'ଣ ମିଟିଂ? ମୁଁ ଫୋନ କଲି ସାର୍ଙ୍କ କତିକି, ସାର୍ ମିଟିଂ କ'ଣ? ସାର୍ କହିଲେ ଆସିନେ ଆଲୋଚନା ହବ ଆଉ। ମୁଁ ସାର୍ କ'ଣ ଆଲୋଚନା ହବ କହୁନାହାନ୍ତି ଫୋନଲ? କହିଲେ ନା ସେମିତି ନୁହେଁ, ଆପଣ ଆସନ୍ତୁ, ଆସିଲେ କଥା ହବା ଆଉ। ମୁଁ କହୁନାହାନ୍ତି, କିଛି ଆଉ କହିଲେ ନାହିଁ। ତାପରେ ଆମେ ଆଉ ବର୍ଷା ହେଲା ବୋଲି ଆମେ ଆସିଲୁ, ପଛର ଖବର ପାଇନୁ ଶୁଣିବାକୁ। ସାର୍ କହୁଛନ୍ତି ଯେ ରାତିକି ଫୋନ କଲା, ନା ଏଇଟା ଭଙ୍ଗା ହବ କମିଟି। ଆମର ସାର୍ କ'ଣ ପାଇଁ ଭଙ୍ଗା ଯିବ? ଆମର ତ କ୍ରାଇଟେରିଆ ଅନୁସାରେ ହେଲା। ଆପଣ ନିଜେ କହିଲେ ଆମର 32 ଜଣ ଗାର୍ଡିଆନ ଆସିଲେ ଆରାମସେ ହେଇପାରିବ କମିଟି, କିଛି ନାହିଁ। ଆପଣ ସବୁ ନିର୍ଭର କାଗଜପତ୍ର କାମ କଲେ, କରିସାରିଲା ପରେ ପୁଣି ଚେୟାରମ୍ୟାନ ଦିନ ବି ସେଇଆ ସବୁ କାମ କଲେ, ଠିକଠାକ ହେଇଗଲା। ପୁଣି ଭାଙ୍ଗିବେ କ'ଣ ପାଇଁ? କହିଲେ ଏମିତି ଗାଁ ଲୋକ କମ୍ପ୍ଲେନ କରୁଛନ୍ତି। ଯୋଉ ଗାଁ ଲୋକ କମ୍ପ୍ଲେନ କରିଥିଲେ ସେଇ ଗାଁ ଲୋକ ତ ପିଟିଏ ଖାତାରେ ସାଇନ୍ କରିଛନ୍ତି ଆସିକି, ପୁଣି କ'ଣ ପାଇଁ କମ୍ପ୍ଲେନ କଲେ? ଆଉ ବର୍ତ୍ତମାନ କଥା ଉଠୁଛି ଯେ ସିଏ କାହିଁକି ଛୋଟ ଜାତିଟା ହେଇକି ସିଏ ଭାଇସ୍ ଚେୟାରମ୍ୟାନ ହବ, ତା ଗୁଡ କତିକି ଆମେ ଯିବୁ ନା? କ'ଣ ଅଛି? ଆରେ ଏଇଟା ତ SC ST ସ୍କୁଲ ନା, ପଢୁନାହାନ୍ତି, ଏଇଟା ସେବାଶ୍ରମ ସ୍କୁଲ। ଅସୁବିଧା କ'ଣ? କେତେ ଅସୁବିଧା ନାହିଁ। ଆଉ ଛୋଟ ଜାତି ହେଲେ ତାଙ୍କୁ ପସନ୍ଦ କରିବାନି ନା? ତାଙ୍କ ଠାଇ ଗୋଟେ ମାନବିକତା ଅଛି ନା ନାହିଁ? ତାଙ୍କ ଛୁଆ ଯଦି ଛୋଟ ଜାତି ସେଠି ପଢିବେ ତାହେଲେ କାହିଁକି? ଆମେ ଚାହୁଁଛୁ ଯାହା କମିଟି ଅଛି ସେଇଆ ହିଁ ହବ, ଆଉ କମିଟି ଭାଙ୍ଗି ହବ ନାହିଁ। ଆଉ ଯଦି କମିଟି ଭଙ୍ଗା ଯିବ, ଆମ ଛୁଆକୁ ଆମେ ନେଇକି ପଳେଇବୁ, ଟିସି ନେଇକି ପଳେଇବୁ। ଆଉ ଏଠି ଆମର ପ୍ରଥମ ଭୁଲ ଆମେ ଆମ ସାର୍ଙ୍କୁ ଦଉଛୁ। ଆମର ହେଡମାଷ୍ଟର ଯୋଉ ଲକ୍ଷ୍ମୀଧର ସାର୍ ଅଛନ୍ତି, ତାଙ୍କୁ ଆମେ ବହୁତ ଦୋଷ ଦଉଛୁ। କାରଣ ତାଙ୍କ ପାଇଁ ଆଜି ଏଇଆ ଚାଲିଛି। ସେ ସାର୍ ଜାଣି ଶୁଣି କାହିଁକି ଆମକୁ ଏମିତି କଲେ? ସାର୍ ଏଠି ବର୍ଷେ ହେଲା ଆସିଲେଣି। ଏଠି ଆମ ସମ୍ମାନ ଅଛି କି ନାହିଁ? ଆମ ସମ୍ମାନ ଉପରେ ଆଞ୍ଚ ଆସୁଛି କି ନାହିଁ? ଯାହା ବି ଆମେ ଗାଁ ସାହି ଭାଇରେ ଘର କରି ରହୁଛୁ, ଯଦି ଆମେ ହେଇ ସାରିଲା ପରେ ପୁଣି ଥରେ ଭାଙ୍ଗିବୁ, ଆମେ ଏଠି କ'ଣ କେମିତି ହବ? ନିଜର ଗୋଟେ ମାନବିକତା ଅଛି ନା ନାହିଁ? ଆଉ ଏ କଥା ସାର୍ ଜାଣି ଶୁଣି କାହିଁକି ଆମକୁ ଏତେ ଭୁଲ କରୁଛନ୍ତି? ଯଦି ସାର୍ ଜାଣି ନାହାନ୍ତି ବୋଲି ଏବେ କହୁଛନ୍ତି, ଆଗରୁ ଜାଣିଥିଲେ, ସିଆରସି ସାର୍ ଆସିଥିଲେ, ତାଙ୍କ ଉପସ୍ଥିତିରେ ମିଟିଂ ହେଲା, ମେମ୍ବର ବଛା ହେଇଗଲା ପରେ ପୁଣି କ'ଣ ପାଇଁ ଯାତ୍ରା ଚାଲିଲା? ଏଠି କି ପ୍ରକାର ରାଜନୀତି ଚାଲିଛି? ସ୍କୁଲର କ'ଣ ପାଇଁ ରାଜନୀତି ଚାଲିଛି? ଯୋଉ ଗାର୍ଡିଆନ ମାନେ ସାଇନ୍ କରିଥିଲେ ପିଟିଏ ମିଟିଂରେ ଆସିକି, ପୁଣି ସେଇ ଗାର୍ଡିଆନ କେମିତି କାହିଁକି କ'ଣ ପାଇଁ ସାଇନ୍ କରି ପୁଣି ସାର୍ ଆପ୍ଲିକେସନ ଦେଲେ? ସାର୍ ଯେ ବର୍ତ୍ତମାନ କହୁଛନ୍ତି ଏମିତି କ'ଣ ହଉଛି? ଆମେ ତ କିଛି ଜାଣିପାରୁନା। ଆମର ଯାହା କମିଟି ହେଇଛି ସେଇଆ ହବ। ଆଉ କମିଟି ଯଦି ଭଙ୍ଗା ଯିବ, ଆମ ଛୁଆକୁ ଆମେ ଟିସି ନେଇକି ପଳେଇଯିବୁ। ଆମର ଏଠି ପଢେଇବା ଦରକାର ନାହିଁ କି ସେବାଶ୍ରମ ସ୍କୁଲ ଆସିବା। ଆଉ ତାପରେ ରହିଲା କ'ଣ, ସେ ଛୋଟ ଜାତି, ସିଏ ତାଙ୍କ ଛୋଟ ଜାତି, ପୁଣି ତାଙ୍କୁ କ'ଣ ପାଇଁ ଆମେ କହିବା? ଆମର ତ SC ST